ହେଇବା ଦେଖିଲ ଏଠି ଶୋଇଛ, ଦେଖିଲ ଏ ହାରଟା ଏମିତି ଫିକାଳିଆ ଦେଖାଯାଉଛି। ଏଟା ଭଲ ସୁନା କି ନୁହଁ କି କ'ଣ, ହାରଟା ଏମିତି ଫିକାଳିଆ ଦେଖାଯାଉଛି। ଡିଜାଇନଟା ବି ଆଉ ଭଲ ଲାଗୁନି। କେତେ ନୂଆ ନୂଆ ଡିଜାଇନ ଆସିଲାଣି, ଡିଜାଇନଟା ଜମା ଭଲ ଲାଗୁନି। ଦେଖିଲ କ'ଣ ବା ଶୁଣୁନ, ଦେଖୁନ ଟିକେ କ'ଣ ଭଲ ଲାଗୁଛି। ତମକୁ ତ ସବୁ ଭଲ ଲାଗେ, ମୋତେ କିନ୍ତୁ ଭଲ ଲାଗୁନି। ଦେଖୁନ ଜମା ମାନୁଛି, ଦେଖିଲ ଜମା ମାନୁନି। ବେକକୁ କେମିତି ଦେଖାଯାଉଛି। ନାଇଁ ବା ମୁଁ ଯାଇଥିଲି ସେ ଆଙ୍କ ମିଲି ଘରକୁ, ସିଏ ଗୋଟେ ହାର ଆଣିଛି, ବଢ଼ିଆ ଦେଖାଯାଉଛି। ଏଡ଼େ ବଡ଼ ହାରଟେ ପକେଇ ଦେଉଛି, କେଡ଼େ ସୁନ୍ଦର ଦେଖାଯାଉଛି। ସୁନା କ'ଣ କମିଛି ବୋଲି ରେଟ୍ କ'ଣ କହୁଛନ୍ତି, 1,20,000। ଆଉ ମୋତେ ହାରଟା ଭଲ ଲାଗୁନି। ମୁଁ ଭାବୁଛି ଏଗୁଟା ଚେଞ୍ଜ କରିକିରି ସେଇ ରାଣୀ ହାରୁ ଗୋଟେ ଆଣନ୍ତନି। ନାଇଁ ବା ମୋତେ ଆଉ ଭଲ ଲାଗୁନି। ତମକୁ ଭଲ ଲାଗିଲେ କ'ଣ ହବ, ମୋତେ ତ ପକେଇବାକୁ ଭଲ ଲାଗୁନି। ଇଆଡ଼େ ବି ଛିଣ୍ଡି ଗଲାଣି, ଦେଖୁନାହାନ୍ତି କେମିତି ଛିଣ୍ଡି ଗଲାଣି। ଏଇ ଦେଖ କୋଉ ଦେଖ ଛିଣ୍ଡିଗଲା। ନାଇଁ ବା ମୁଁ କାହିଁ ହାତରେ ଛିଣ୍ଡିବାକୁ ଯିବି। ସେ ଦେଖୁନ 2 ଖଣ୍ଡ ହେଇ ଛିଣ୍ଡିଗଲା। ମୁଁ କହୁନି ଟିକେ ନାକୁ ଲାଗିଥିଲା, ଦେଖୁ ମୁଁ ଦେଖୁ ଦେଖିଲା 2 ଖଣ୍ଡ ହେଇଗଲା। କ'ଣ କହୁଛ? ଆଉ ନ କରିବ, ମୋର କିଛି ଶୁଣିବାର ନାହିଁ ନା କିଛି ନାହିଁ। ତମେ ଯାହା କରୁଛ କର। ଯାଅ ତମେ ଖାଇଦବ, ରୋଷେଇ ଥୁଆ ହେଇଛି, ଯାଅ ଖାଇଦବ। ମୁଁ ଯାଇପାରିବିନି। ଯିବା 4ଟା ବେଳକୁ କିଣିବାକୁ। ଆଉ ତାହେଲେ ହଉ, ଆସ ବସ। କ'ଣ ଖାଇବ କହିଲ? ମୁଁ ତମ ପାଇଁ ସବୁ ସଜାଡ଼ିକି ନେଇକି ଆସି, ତମେ ଏଇଠି ଧୋଇକି ବସ। ପାଣି ବି ଏଇଠି ରଖିଛି, ନିଅ ପାଣି ବୋତଲ ନିଅ, ଏଇଠି ଧୋଇବ। ସାଡ଼କୁ ଯିବା ଦରକାର ନାହିଁ, ଏଇଠି ଧୋଇ ଧାଇ ହୁଅ, ଏଇଠି ବସ। ମୁଁ ସବୁ ବାଡ଼ି ବୁଡ଼ିକି ଆଣିକି ଆଉଛି, ଖାଇଦେବା ସାଙ୍ଗ ହେଇକି। ଆଉ ସଜବାଜ ହେଇକି 4ଟା ବେଳକୁ ଯିବା। ଆଉ କେତେ ତମେ ଭଲ କଲେ। ଏଇ କଥାଟା ଆଗରୁ କହିଥିଲେ ମୁଁ କାହିଁ ଏମିତି ରାଗିଥାନ୍ତି, ହାରଟା ଇଏ କରିଥାନ୍ତି। ହଉ ମୁଁ ଯାଉଛି।